माई पिला कोची भीतर देवी अंडा पिला कोची नाही नाही मग बाहेर राखा अरे सारे मां मौसी बापा भाई समस्त बसिछंती हां अरे कलाहांडी जिला हां अरे धर्मगढ़ गोटे सबड विजन हां शक्ति मंडप मांगर पूजा चलछि केते भद्र व्यक्ति माने बसिछंती मूर्ख गोटे खंड कथा कहू भक्ति मंडप धर्मगढ़ शक्ति मंडप नहीं नहीं धर्मगढ़ अरे शक्ति मंडप भद्रलोक माने बसिछंती मांगर दुर्गा पूजा नवरात्र पूजा चलछि मूर्ख गोटे खंड कथा कहू किए करछि खंड मु कहूछि तमे जदी कहयो 500 एक दंड हबो जे कहबो खंड 500 एक दंड हबो भाई एटा खंड नाही माई पिला कहूछि भीतर देबी अंडा पिला कहूछि बाहर देबी एले माई पिलाटा किए अंडा पिलाटा किए चाट के मिलले चाट के दियो आजे चलो कोड के दो विकास नहीं कोई चाट आगे चाट के करू छी हां हेले ठीक है माई पिला कहूछि भीतर दे हां अंडा पिला कहूछि बाहर देबी माई पिलाटा किए अंडा पिला किए एटा कहिले सुचिवा सुचिजो ओ आगे ठीक सुनतो फोटो नहीं ना पुराण 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 तो फोनटा काटा पड़े फोनटा करू सेटे फोनटा भाव काहिरे अछि किए जानिछि से भाव काहिरे अछि किए जानिछि अरे आकाशरे तारा बरसार धारा गणिबाकु कार शक्ति अछि किए जानिछि से भाव काहिरे अछि किए जानिछि सागर मध्य केते पानी अच्छी गणिबाकु कार शक्ति अच्छी किए जानिछि से भाव काहिरे अछि किए जानिछि हेले भैया ओ तोर प्रश्न होछि माई पिला कहूछि भीतर देबी अंडा पिला कहूछि बाहर देबी माई पिलाटा किए अंडा पिलाटा किए माई पिलाटा किए अंडा पिलाटा किए आहे सुनो तू सुदने हे मन कर्ण देई अरे पचारिबा कथा तोर देवी बुझाई कहि जा माई पिला कहूछि भीतर देबी हां हां
ଅଣ୍ଡରା ପିଲା କହୁଛି ବାହାରେ ନେବି ମାଇ ପିଲାଟା କିଏ କହୁଛି ଶୁଣ ଅଣ୍ଡରା ପିଲା କିଏ ଦେବା ବୁଝାଇଲ ରାମାୟଣ ପୁରାଣ ଅଟଇଏ ରାମାୟଣରେ ବାବୁ ଲେଖା ଅଛି ମାଇ ପିଲା କହୁଛି ଭିତରେ ନେବି ଆଉ ଅଣ୍ଡରା ପିଲା କହୁଛି ମୁଁ ବାହାରେ ନେବି ରାମାୟଣ ପୁରାଣ ଅଟଇଏ ଶୁଣୁଥିବେ ସଭାରେ ମନ ଦେଇ ଆଜ୍ଞା ବୁଝୁଛନ୍ତି ନା ନାଇଁ ଆପଣମାନେ ଭାଇୟାର ପ୍ରଶ୍ନ ହଉଛି ମାଇ ପିଲା କହୁଛି ଭିତରେ ଦେବି ଅଣ୍ଡରା ପିଲା କହୁଛି ବାହାରେ ଦେବି ଏଇଟା ହେଲା ପୁରାଣ ଗଣ୍ଠି ଭାଇୟାର ପ୍ରଶ୍ନ ହଉଛି ଜଣା ଅଜଣା ଏଇଟା ହେଲା ଅଜଣା ଜାଣିଛେ କିନ୍ତୁ ଜାଣିବା ଭିତରେ ଅଜଣା କଥା ଆଜ୍ଞା ରହିଛି ଏଇଟା ହେଲା ଜଣା ଅଜଣା ଜାଣିବା ଭିତରେ ଅଜଣା କଥା ରହିଛି ହେଲେ ଭାଇୟାର ପ୍ରଶ୍ନ ହଉଛି ଯେ ମାଇ ପିଲା କହୁଛି ଭିତରେ ଦେବି ଅଣ୍ଡରା ପିଲା କହୁଛି ବାହାରେ ସେ ମାଇ ପିଲାଟା କିଏ ଅଣ୍ଡରା ପିଲାଟା କିଏ ସେ ମାଇ ପିଲା କହୁଛି ଭିତରେ ଦେବି ଅଣ୍ଡରା ପିଲା କହୁଛି ମୁଁ ବାହାରେ ଦେବି ଆଜ୍ଞା କେଉଁ ସତ୍ୟ ପାଳି ରାମ ମନକୁ ଗଲେ ଭାଇ ଭାରି ଡାକୁରେ ସମସ୍ତେ ଫଳ ମୂଳ ଖାଇ ଉଠିଲେ ଦିନ ଫଳ ମୂଳ ଖାଇ ଉଠିଲେ ଦିନ ପଞ୍ଚବଟୀ ବନତେ ଥିଲେ ରହିଲ ପଞ୍ଚବଟୀ ବନତେ ଥିଲେ ରହିଲ ଆଜ୍ଞା ଦୁଃଖ କଷ୍ଟରେ ସେ ବନତେ ରହିଥିଲେ ଦିନେ ସୁପରଖା ଆସିଲା ହେ ମାୟା ବେଶରେ ନାକ କାଟି ଲକ୍ଷଣ ଛାଡ଼ି ନ ଦେଲେ ସୁପରଖାଏ ପହଞ୍ଚିଲା ଲଙ୍କାରେ ଭାଇ ରାବଣକୁ ଏ କଥା କହିଲା ଆଉ ତୁମରକୁ ମୋର ନାକ କାନ କଟିଲା ସୁନ୍ଦରୀ ସ୍ତ୍ରୀ ଦେଖ ଆଣିଲା ପାଇଁ ଆଉ ନାକ କାନକୁ ଭାଇ ଦେଲି ହରାଇ ରାବଣର ଗୋଟେ ଭଉଣୀ ଥିଲା ସୁପରଖା ଏ ସୁପରଖା ରାମଙ୍କ ରୂପ ଦେଖି ଆସିଥିଲା ତାଙ୍କୁ ବିବାହ କରିବା ପାଇଁ ମାୟା ଯେତେବେଳେ ଆସିଥିଲା ଲକ୍ଷ୍ମଣ ନାକ କାଟିକି ତାକୁ ଛାଡ଼ିଦେଲି ଇଏ ରାବଣକୁ ଯାଇକିରି କହିଲା ଓଲଟା କଥା କହିଥିଲା ମୋ ପାଇଁ ମୁଁ ଯାଇଥିଲି ବୋଲି କହିଲାନି ଭାଇ ତୋ ପାଇଁ ଯାଇକିରି ମୋ ନାକ କାନ ହରେଇଲି କଣ ନା ରାମ ଲକ୍ଷ୍ମଣ ପାଖରେ ଏମିତି ଗୋଟେ ସୁନ୍ଦର ସ୍ତ୍ରୀଟି ଅଛି ଭାଇ ତା ନାଁ ସୀତା ତୋତେ କହିବି କଣ ଭାଇ ସେ ସ୍ତ୍ରୀଟାକୁ ତୋ ପାଇଁ ଆଣିବାକୁ ମୁଁ ଯାଇଥିଲି ତୋ ପାଇଁ ଆଣିବାକୁ ଯାଇକିରି ମୁଁ ନାକ କାନ ହରେଇଛି ରାବଣ ଭାରେ ଏମିତି ସୁନ୍ଦରୀ ଯେ ମୋ ପାଇଁ ତ ନାକ କାନ ହରେଇ ଦେଇଛୁ ତାହେଲେ ନିଶ୍ଚିତ ଭାବରେ ତାକୁ ମୁଁ ହରଣ କରିବି ରାବଣ ଜାଣିଥିଲା କାନ୍ଥରେ ଲେଖିଥିଲା ସୀତା ହରଣ ରାବଣ ମରଣ ରାବଣ ଜାଣିଛି ସୀତାକୁ ହରଣ କଲେ ମରିବି କିନ୍ତୁ ସ୍ୱଳ୍ପ ଏମିତି ଗୋଟେ ମାୟା କରିଦେଲା ଯେ ଏ ସବୁ ଯାକ ସେ ଭୁଲିଗଲା ଆଜ୍ଞା ମାରିଚକୁ ଦେଖ ହେଦେଲା ପଠାଇ ସୁନାର ମୃଗ ଦେଖ ମାରିଚ ହୋଇ ଆଜ୍ଞା ସୁବର୍ଣ୍ଣ ମୃଗକୁ ମାୟା ମୃଗ ହୋଇଲା ପଞ୍ଚଭଟି କୁଟିରେ ରାଇ ମିଳିଲା ମାୟା ବୋଲି ସୀତା ଜାଣି ନ ପାରିଲେ କେଡ଼େ ସୁନ୍ଦର ମୃଗ ହୋଇଛୁ ଦେଖିଲେ ମାରି ଆଣି ଦିଅ ଆରେ କାଳେ ସ୍ୱର ଆଉ ରଖିବାକୁ ଇଚ୍ଛା ହେ ବଳିଛି ମୋହର ଇଏ ତ ମାୟା ବୋଲି ସୀତା ଜାଣିପାରିଲେନି ରାମଚନ୍ଦ୍ର ଗଲେ ବୋଲେ ପ୍ରଭୁ କେଡ଼େ ସୁନ୍ଦର ସେ ରୂପଟା ସୁନାର ଭଳି ଝଟକୁଛି ସେ ମୃଗକୁ ଜୀବିତରେ ଆଣ ନହେଲେ ମଧ୍ୟ ତାକୁ ମାରିକିରି ମଧ୍ୟ ଆଣ ଯଦି ଜୀବିତରେ ଆଣିବ ତାକୁ ମୁଁ ପୋଷିବି ମାରିକିରି ଆଣିବ ତା ଛାଲ ଉପରେ ମୁଁ ବସିବି ପ୍ରଭୁ ଧରିକିରି ଆଣ ନହେଲେ ମାରିକିରି ଆଣ ଯାହା ଖର୍ଚ୍ଚ କଲେ ମତେ ମୃଗଟା ଦରକାର ଆଜ୍ଞା ସୀତାଙ୍କ କଥାକୁ ପ୍ରଭୁ ଭାଙ୍ଗି ନ ପାରିଲେ ମୃଗ ମାରିବାକୁ ମୁଁ ଯାଉଛି ବୋଇଲେ ଲକ୍ଷ୍ମଣକୁ ଡାକର ଆଦେଶ ଦେଲେ ଭାଇ ମୃଗ ମାରିବାକୁ ଯାଉଛି ବନରେ ଏକୁଟିଆ ଅଛି ମୋର ସୀତା ସତୀ କାହିଁ ଛାଡ଼ି ନଯିବୁରେ ସୌମିତ୍ରୀ ମୃଗ ମାରିବାକୁ ମନେ ଯାଉଛି ମୁହିଁ ସୀତାକୁ ଏକା ଛାଡ଼ି ତୁ ଯିବୁ ନାହିଁ ଲକ୍ଷ୍ମଣକୁ ରାମଚନ୍ଦ୍ର ଜଗାଇ ଦେଲେ ମୃଗ ପଛରେ ପ୍ରଭୁ ଗୋଡ଼ାଇଲେ ବହୁ ପୁରାକୁ ମାୟା ମୃଗ ନେଲା ତ୍ରାହି ଲକ୍ଷ୍ମଣ ବୋଲି ଭୂତରେ ଡାକିଲା ତ୍ରାହି ଲକ୍ଷ୍ମଣ ମୃଗ କଣ୍ଠ
रामचंद्र डाकिला भाई ये तो भारी चक्र त्राही लक्षण में डाकिला आगे माया बोली सीता जानी नो पारिले स्वामी की विपत्ति कोड़ी जीवन रे त्राही लक्षण डाकंती माया बोली नो जानिले मा सीता सब लक्षण को पाखरे लाई मिलिले आहे त्राही लक्षण डाकू बसंती रे बोले अति शीघ्र तुमे जाओ हे लक्षण विपत्ति पड़ी अच्छी देखो सीता कहले बोले हे अति शीघ्र तुमे जाओ मो स्वामी की विपत्ति पड़ी छी ताहा सारी लक्षण बोलती वचन एकटा चारि तुमको नजीबी बोलो जगिबा को मोरा मते कहि अछंती एकुटिया चारि तुमको जीवी केमिति लक्षण बोले बा हां भाई को आदेश होईची यारु आसो लोक डरि नै भाई को आदेश होईची छाड़ी करी मु जाई तुमको छाड़ी मु जाई पारि नै भाई को आदेश गप क्या करि पारि नहीं भाई को आज्ञा को सीता कहती सुनो हे लक्षण एबे निष्ठुर भगवत में हे लक्षण ए समय तो निष्ठुर होनी लक्षण जाओ अति शीघ्र जाओ हम भाई को विपद पड़ी एबे निष्ठुर आहे बेले निष्ठुर आहे देवर बने परिछि विपत्ति बने परिछि विपत्ति स्वामी आज्ञा कहा सुनी सीता देखो क्रोध होइले रागरे लक्षण तुझे कहिले अरे सब पोरी जय तो गाड़ी निदान काहे के साथे आसी तू आरे लक्षण मो स्वामी की
ରାମ ଗଲେ ମରାଇ ମୋତେ ତୁ ଧରଣୀ କରିବା ଭାଇ ଏଥିପାଇଁ ଜଗତେ ଆସିଥିଲୁ ଭାଇ ଯେତେବେଳେ ସୀତା ବାରମ୍ବାର କହିଲେ ତୁମେ ଚାଉ ଲକ୍ଷ୍ମଣ ବିପତ୍ତି ପଡ଼ିଛି କିନ୍ତୁ ଲକ୍ଷ୍ମଣ ମନା କରିଦେଲେ ସୀତା କହିଲେ ମୁଁ ଜାଣିଲି ମୋତେ ସ୍ତ୍ରୀ କରିବା ପାଇଁ ଏଇଥିପାଇଁ ଆସିଥିଲୁ ମୋ ସାଥୀ ଆରେ ଯାଉଛି ଅଗ୍ନିରେ କହି ଘାସ ଦେଇଦେବି ଏ ପିଣ୍ଡରେ ପ୍ରାଣ ଆଉ ଭଲ ରଖିବି ଆଗେ ଭାଷା ଲକ୍ଷ୍ମଣ ସହିତ ପାରିଲେ ତିନି ଗାର ଲକ୍ଷ୍ମଣ କାଟି ନଦେଲେ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କର ରାଣ ଆଉ ଗୋଟେ ପାରିବ ତିନି ଗାର ଧାନ ତିନି ଗାର ତୁମେ ଦେଇ ନଯିବ ଆସିବା ପର୍ଯ୍ୟନ୍ତ କୁଟିର ଭିତରେ ଥିବ ଇନ୍ଦ୍ରଚନ୍ଦ୍ର ସୂର୍ଯ୍ୟ ଦଶ ଦିଗ ବାହାର ଲଟେଇ ପାରିବେ ଏହି ତିନି ଗାର ଗାର ଦେଇ ତୁମେ ବାହାରେ ନଯିବ ଆସିବା ପର୍ଯ୍ୟନ୍ତ କୁଟିର ଭିତରେ ଥିବ ଏତିକି କହି ରହେ ବୀର ଲକ୍ଷ୍ମଣ ଭାଇ ଭାଇ ବୋଲି ଉଚ୍ଚରେ ଡାକିଲ ଭାଇ ନହେଲେ ଦେଖ ସୀତା ଛାଡ଼ିଲ ଲକ୍ଷ୍ମଣ ଭାଇ ଭାଇ ବୋଲି ଡାକି ସୀତାଙ୍କୁ ଏକୁଟିଆ ଛାଡ଼ି ଦେଇକି ଚାଲିଗଲି ଭାଇ ଏକୁଟିଆ ସୀତା ସତୀ କୁଟିରେ ଥିଲେ ଏକୁଟିଆ ସୀତା ସତୀ କୁଟିରେ ଥିଲେ ରାବଣ ରହି ଦେଖୁଛି କଲେ ଦୂରେ ଯେତେବେଳେ ଲକ୍ଷ୍ମଣ ହେ ଚାଲିଗଲେ ରାବଣ ବିଚାର କରିଲା ମନରେ କୁଟିର ଭିତରେ ଆଉ କିଏ ତ ନାହିଁ ଏକୁଟିଆ ସୀତା ସତୀ ଅଛି ରହି ସୀତାକୁ ଏବେ ମୁଁ କରିବି ହରଣ ଏହି କଥା ମନରେ ଭାବି ରାବଣ ଋଷି ବେଶକୁ ରାବଣ ଧରିଲା ଯୋଗୀ ବେଶକୁ ରାବଣ ଧରିଲା କୁଟିର ନିକଟେ ଯାଇ ପହଞ୍ଚିଲା ଶିବ ନାମ ଦେଖ ମୁଖେ ଉଚ୍ଚାରି ଓମ୍ ନମଃ ଶିବାୟ ଓମ୍ ନମଃ ଶିବାୟ ଓମ୍ ନମଃ ଶିବାୟ ଆଜ୍ଞା ଦେଖ ଶିବ ନାମ କୁହେ ମୁଖେ ଉଚ୍ଚାରି ଓମ୍ ନମଃ ଶିବାୟ 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 ଆଜ୍ଞା ଶିବ ନାମକୁ ଦେଖ ମୁଖେ ଉଚ୍ଚାରି ଆଜ୍ଞା ଋଷି ବେଶକୁ ଦେଖ ରାବଣ ଧରି କୁଟିର ନିକଟେ ଯାଇ ପହଞ୍ଚିଲା ଏକୁଟିଆ ସୀତା ଅଛି ତ ଦେଖିଲା ଭିତରକୁ ଯିବି ବୋଲି ରାବଣ ଭାବିଲା କାର ଉପରେ ପାଦ ପକାଇ ଦେଲା କାର ଉପରେ ପାଦ ପକାଇ ଦେଲା କଚାଡ଼ି ହୋଇ ସେଠାରେ ପଡ଼ିଲା ପୁଣି ଯିବି ବୋଲି ମନରେ ଭାବି ଭିତରକୁ ଯାଇପାରିଲା ନାହିଁ କାହିଁକି ଲକ୍ଷ୍ମଣ ଯୋଉ ଗାର କାଟିଛନ୍ତି ସେ ଗାର ଉପରେ ଯେମିତି ପାଦ ପକାଇଦେଲା କଚାଡ଼ି ହେଇକି ପଡ଼ିଲା ଏ କୁଟିର ବାହାରେ ଯାଇକି ସେଠି ପଡ଼ିଲା ଆଉ ଥରେ ଯାଇକି ପାଦ ପକେଇଲା ଆଉ ଥରେ ଛିଣ୍ଡାଡ଼ିକି ପଡ଼ିଲା ଭାବିଲା ଭିତରକୁ ଯାଇପାରିବି ନାହିଁ ବାହାରେ ରହିଲ ଭିକ୍ଷା ଲାଗିବି ମୁଁ ଭିକ୍ଷା ନାହିଁ भिक्षा नहीं नहीं भिक्षा नहीं भिक्षा दियो माता भिक्षा दियो ये तो बाबा भिक्षा भिक्षा दियो आज्ञा माया बोली सीता जानी नो पारिले किए घुसी भिक्षा मागती दुआरे सीता जानता है प्रकृत रे किए माया आशीष बोली काहे जाने
କିଏ ଜଣେ ବାବାଜୀ ଲୋକ ଭିକ୍ଷା ମାଗୁଛନ୍ତି ଭିକ୍ଷା ମାଗୁଛନ୍ତି ମନରେ ଭାବିଲ ଫଳ ମୂଳ ପାତ୍ରଟା ହାତେ ଧରିଲ ଗାର ନିକଟରେ ପହଞ୍ଚିଲେ ରାଣ ପାତ୍ରଟା କିଛି ଫଳ ମୂଳ ରଖିଦେଲେ ଗାର ପାଖରେ ଯାଇ ଛିଡ଼ା ବହିଲେ ଗାର ନାଇକରେ ରହିଲ କହିଲେ ହେ ଋଷିବର ଆଉ ଗାର କାଟି ଅଛନ୍ତି ଲଗଣ ଦିଅର ନନେଇ ପାରିବି ମୁହିଁ ତିନି ଗାର କାଟି ଅଛନ୍ତି ଲଗଣ ଦିଅର ରାଣ ପକାଇ ଅଛନ୍ତି ଦେଖ ମୋର ସେ କହିଲେ ସୀତା କହିଲେ ବୋଲେ ହେ ଋଷିବର ଦିଅର ତିନି ଗାର କାଟିଛନ୍ତି ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କର ରାଣ ଦେଖଛନ୍ତି ତେଣୁକରି ଗାର ନେଇକରି ମୁଁ ବାହାରେ ଯାଇପାରିବି ଭିତରକୁ ଆସି ଭିକ୍ଷା ହେଲିଓ କ୍ଷୁଧାକୁ ତୁମର ଦେହରୁ କରା ତମେ ଭୋକରେ ଅଛ ମୁଁ ଜାଣିଛି ହେ ଋଷିବର କିଛି ଖାଦ୍ୟ ନିଅ ଖାଇ ତମେ ବାହାରେ ଖାଇ ମୁଁ ବାହାରକୁ ଯାଇପାରିବିନି ଋଷିବର ଆଜ୍ଞା ଦେଖ ସେତେବେଳେ ରାବଣ କହୁଛି ଆରେ ସୁନ୍ଦରୀ ବ୍ରହ୍ମଚାରୀ ଆଗ ପୁରୁଷ ଲୋକ ତୁମର ଘରେ କିଏ ନାହିଁ ଘରେ ପୁରୁଷ ଲୋକ ନାହିଁ ଏକୁଟିଆ ସ୍ତ୍ରୀ ଲୋକ ସ୍ତ୍ରୀ ମୁଖ ଚାହିଁପାରିବର ଛାତ୍ର କିଏ ନାହିଁ ଘର ଭିତରକୁ ଯାଇପାରିବି ନାହିଁ ରାବଣ କହିଲା ସ୍ତ୍ରୀ ଲୋକ ଚାହିଁବା ସ୍ତ୍ରୀ ଲୋକର ମୁଖ ଦେଖିବା ମୋର ନାହିଁ ଜାତକରେ ବ୍ରହ୍ମଚାରୀ ତେଣୁକରି ଘରେ ତମର କିଏ ପୁରୁଷ ଲୋକ ନାହିଁ ମୁଁ ମତେ ଘର ଭିତରକୁ ଯାଇପାରିବି ନାହିଁ ମାଇ ପିଲା କହୁଛି ଭିତରେ ଦେବି ଅଣ୍ଡରା ପିଲା କହୁଛି ମାଇର ପ୍ରଶ୍ନ ଥିଲା କଣ ଦେ ମାଇ ପିଲା କହୁଛି ଭିତରେ ଦେବି ନା ମାୟାର ପ୍ରଶ୍ନ ଥିଲା କଣ ମାଇ ପିଲା କହୁଛି ଭିତରେ ଦେବି ଅଣ୍ଡରା ପିଲା କହୁଛି ବାହାରେ ହେଲେ ମାଇ ପିଲାରେ ସୀତା କହୁଛନ୍ତି ଗାର ନେଇକରି ମୁଁ ଯାଇପାରିବି ନାହିଁ ଗାର ଭିତରେ ରହିକିରି ଭିକ୍ଷା ଦେବି ରାବଣ କହୁଛି ମୁଁ ମଧ୍ୟ ଭିତରକୁ ଯିବିନି ଗାର ନେଇକରି ବାହାରକୁ ଆଣିକରି ଦେଲା ଭିକ୍ଷା ମୁଁ ଏ ଯୋଉ ପ୍ରଶ୍ନ ଥିଲା ମାଇ ପିଲା କହୁଛି ଭିତରେ ଦେବି ଅଣ୍ଡା ପିଲା କହୁଛି ବାହାରେ ନେବି ପୁରାଣରେ ଏଇଟା ହେଲା ଘଣ୍ଟି ଏଇଟା ହେଲା ପୁରାଣର ଘଣ୍ଟି ଆମେ ଜାଣିଛେ ସତ କିନ୍ତୁ ଏଇଟା ହେଲା ପୁରାଣର ଘଣ୍ଟି କ୍ଷୁଧା ପୁର ଏକ ଯୋଗୀ ଆସିଥିଲି କ୍ଷୁଧା ରାବଣ କହିଲା ଯଦି ମୁଁ ମରିବି ଅନାହାରରେ ତାହେଲେ ତମକୁ ପାପ ଲାଗିବ ମୁଁ ଯାଉଛି ଆଜ୍ଞା ଯେତେବେଳେ ରାବଣ ହେ ଫେରିଲା ବେଳେ ମନ ମଧ୍ୟରେ ଦେଖ ସୀତା ଭାବିଲେ ଅନାହାରରେ ଯଦି ସେ ଫେରି ଯିବେ ନ ଖାଇ ନ ପିଇବେ ଯେବେ ମରିବେ ନିଶ୍ଚୟରେ ମତେ ପାପ ଲାଗିବ ଯୁଗ ଯୁଗକୁ ଏ କଥା ରହିଯିବ ভিক্ষা নগরী রঙা সীতা সুন্দরী যোগী বোটাকে দেখ দেখি মারি সূর্য বংশরে কলক রহিব যুগ যুগକୁ ଏ କଥା ରହିବି ସେଟା ବିଚାର କଲେ ଯଦି ଆଜି ମୋ ଯୋଗୁ ମରିଯିବେ
ତାହେଲେ ସାତ ପୁରୁଷ ପର୍ଯ୍ୟନ୍ତ କଥା ରହିବ ଲୋକେ କହିବେ ଗୋଟେ ବାବାଜୀ ଭିକ ମାଗିବାକୁ ଯାଇଥିଲେ ଯେ ସୀତା ତାକୁ ଭିକ ମୁଖେଟେ ଦେଲାନି ନ ଖାଇ ନ ପିଇ ବାବାଜୀଟା ମରିଗଲା ବୋଲି ଲୋକେ କହିବେ ମତେ ପାପ ଲାଗିବ କରିବି କଣ ଆଜ୍ଞା ଯାହା ହେଉ ବୋଲି ହେ ଭାବିଲେ ବାମ ହସ୍ତରେ 3 ଗାର ଲିଭାଇ ଦେଲେ ଗାର ନେଇ ଶକ୍ତି ହେବାରକୁ ଗଲେ 3 ଗାର ଦେଖ ହେ ଲିଭାଇ ଦେଇ ଗାର ନେଇ ଦେଖ ଗଲେ ମରି ଦେଇ ଭିକ୍ଷା ଦିଅ ନିର ବଢାଇ ଦେଲେ ଆସନ୍ତୁ ଦେଖି ଦିଅନ୍ତୁ ସୀତା ହରଣ क्यों क्यों इसका हाथ तो नहीं बड़ा सीता का नाक काट दिया इसको आज नहीं छूगा मतलब इसको आज नहीं छूऊंगा रावण को बोला रावण इसको आज नहीं छूऊंगा ओ इसका हस्बैंड ने जरा सिस्टर का नाक काट दिया इसको आज नहीं छूगा साड़ी राक्षस ना नहीं करेंगे ऐसा है तेरे मुठ्ठा रावण को छा मुठ्ठा सीता आसो 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 सुंदरी
Om Jai